Hello Vidulata, welcome to the Prabhasar Academy. Many many congratulations for your success. जे गाइज ये होଛନ୍ତି ବିଦୁଲତା ସାହୁ ଯେ କି ଅଲ୍ ଓଡ଼ିଶା ସିପିଟି ପଲିଟିକାଲ ସାଇନ୍ସରେ କ'ଣ କରିଛନ୍ତି ନା 168 ର୍ୟାଙ୍କ ଆଚିଭ୍ କରିଛନ୍ତି ଆଉ ତାଙ୍କ ଆଜି ତାଙ୍କ ମୋର ଶୁଣିବା ଯେ କ'ଣ ତାଙ୍କର ହୋଲ୍ ଷ୍ଟ୍ରଗଲ୍ ବିଷୟରେ ହୋଲ୍ ସକ୍ସେସ୍ ଷ୍ଟୋରି ବିଷୟରେ କାରଣ ତାଙ୍କୁ ଡାଇରେକ୍ଟ ତାଙ୍କୁ କ'ଣ କରିବା ଡାଇରେକ୍ଟ ତାଙ୍କୁ ସେଲ୍ଫ ଇଣ୍ଟ୍ରୋଡ୍ୟୁସ୍ କରିବା ତାଙ୍କୁ ଯେ ତୁମେ ବିଦୁଲତା କ'ଣ କର ଫାର୍ଷ୍ଟ ତୁମ ସେଲ୍ଫ ଇଣ୍ଟ୍ରୋଡକ୍ସନ୍ ଦିଅ ତାପରେ ୱି ୱିଲ୍ କଣ୍ଟିନ୍ୟୁ। Yes, sir. Myself Vidulata Sahu. ମୁଁ ପ୍ରାଣନାଥ ଅଟୋନମସ୍ କଲେଜ ଖୋର୍ଦ୍ଧାରୁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛି। ମୁଁ ଏବେ ପିଜିରେ 168 ର୍ୟାଙ୍କ ସିକ୍ୟୁର କରିଛି ୱିଥ୍ 69.72 ମାର୍କସ୍। ସାର୍ ମୁଁ ଫର୍ଷ୍ଟ ରାଉଣ୍ଡ ସିଲେକ୍ସନରେ ହିଁ ବିଜେପିରେ ମୋର ସିଲେକ୍ସନ୍ ହେଇଛି ଏବେ ଆଉ ମୁଁ ଏବେ ଷ୍ଟାର୍ଟ କରାଯାଉଛି। ଡିସାଇଡ୍ ଟିକେ କର ଯେ କ୍ୟାମେରାଟା ଟିକେ ଠିକ୍ ସେ ଠିକ୍ ଅଛି। ଯେ ମୋତେ କୁହ ଯେ ତୁମର ଯେଉଁ ଯେ କ'ଣ ପିଜି ଯେଉଁ 168 ର୍ୟାଙ୍କ ପାଇଲ ଯେ ସେଇଟା କ'ଣ ନା ସହଜ ଗୋଟେ ଜିନିଷ ନୁହେଁ କହିବାକୁ ଗଲେ ଯେ ଏଇ ଯେଉଁ 160 ର୍ୟାଙ୍କ ପାଇବା ପଛରେ ଅଲ୍ ଓଡ଼ିଶାରେ 160 ର୍ୟାଙ୍କ ଭିତରେ ଆସିବା ଭିତରେ ତାର କ'ଣ ଷ୍ଟ୍ରଗଲ୍ ଥିଲା କ'ଣ ମାନେ ପ୍ରିପାରେସନ୍ କିପରି ଭାବରେ ଥିଲା ଯେ ସିପିଇଟି ପାଇଁ? ସାର୍ ଫାଷ୍ଟରୁ ଯାହା ଯେମିତି ପ୍ରିପାରେସନ୍ ମୋର ମାନେ ବହୁତ ଏତେ ସିରିୟସ୍ ନଥିଲା। ମୁଁ କେବଳ ମୋ ଯାହା ବୁକ୍ସ ଥିଲା ତାକୁ ହିଁ ଫଲୋ କରୁଥିଲି। ଯାହା ଗ୍ରାଜୁଏସନରେ ଯୋଉ ବୁକ୍ସ ଥିଲା କେକେ ଗାଇ ଆଉ ନର୍ମାଲ ଯୋଉ ବୁକ୍ସ ଗୁଡ଼ା ଥିଲା ସେସବୁ ହିଁ ଫଲୋ କରୁଥିଲି। ମାନେ ଅଦର ଅନଲାଇନ୍ ସୋର୍ସ କି ଅଲଗା କୌଣସି ସୋର୍ସ ମୁଁ ସେ ବିଷୟରେ ବେଶୀ କିଛି ନଲେଜ ନଥିଲା କି ମୁଁ ସେସବୁ କିଛି ବେଶୀ ଫଲୋ କରୁନଥିଲି। ଆଉ ଆପଣଙ୍କ ଗ୍ରୁପର ଇନଫର୍ମେସନ୍ ମୋତେ ମିଳିଲା ଯେତେବେଳେ ମୁଁ ଆପଣଙ୍କ ଗ୍ରୁପରେ ଜଏନ୍ କଲି ବହୁତ ଲେଟ୍ରେ ଜୁନ୍ ମିଡ୍ ଭିତରେ ଜଏନ୍ କରିଥିଲି ତ ସେଇଟା ମୋତେ ବହୁତ ହେଲ୍ପଫୁଲ୍ ହେଇଥିଲା। ମାନେ ଆପଣଙ୍କର ଯୋଉ ସୋର୍ସେସ୍ ଆପଣ ପ୍ରୋଭାଇଡ୍ କରିଥିଲେ କୁଇଜ୍ ଯୋଉଗୁଡ଼ା କରିଥିଲେ ସେ ସବୁ ଯାହା ସବୁ ଫଲୋ କରିଥିଲି ଆଉ ନର୍ମାଲି ଟାଇମ୍ ମ୍ୟାନେଜମେଣ୍ଟ ବି ସେଥିରୁ ମୋତେ ବହୁତ ହେଲ୍ପଫୁଲ୍ ହେଇଥିଲା। ଆପଣ ଯୋଉ ୟୁଟ୍ୟୁବ ଚ୍ୟାନେଲ୍ସକୁ ବି କୁହନ୍ତି ଫଲୋ କରିବାକୁ ସେଗୁଡ଼ା ବି ମୁଁ ଦେଖୁଥିଲି ମଝିରେ ମଝିରେ ଯୋଉଗୁଡ଼ା କି ମିନିମମ୍ ଟାଇମ୍ରେ ବହୁତ ସାରା ପ୍ରାକ୍ଟିସ୍ କରିବା ପାଇଁ ହେଲ୍ପଫୁଲ୍ ହେଇଥିଲା। ଆଉ ସାର୍ ଖାସ କରିକି ଆପଣ ଯୋଉ ଏଣ୍ଡିଂ ଟାଇମ୍ ଆଡ଼କୁ ଆମକୁ ଯୋଉ ୱେବମାର ସିଟ୍ ବାଲା ଟିପ୍ସ ଗୁଡ଼ା ଦେଇଥିଲେ ଯେମିତିକି ଟାଇମ୍ ମ୍ୟାନେଜମେଣ୍ଟ କରିବା ଯୋଉଟା ଏକ୍ସାମ୍ ହଲ୍ରେ ଅଧିକ ହେଲ୍ପଫୁଲ୍ ହେଇଥାନ୍ତା ସେଇଟା ବହୁତ ହେଲ୍ପଫୁଲ୍। ଭେରି ଗୁଡ୍ ଯାହା ହଉ ଯେ ମେ ବି ତୁମର ଟିକେ ଲେଟ୍ରେ ଜଏନ୍ ହେବାଟା ଟିକେ ବହୁତ ଟିକେ ତୁମର ଡିମେରିଟ୍ସ ଆସିଲା। ଯଦି ମେ ବି ଏଇଟା ଶୀଘ୍ର ଜଏନ୍ କରିଥାନ୍ତ ଯେବେ ଷ୍ଟାର୍ଟ ହେଲା ମେ ବି ତୁମର ସ୍କୋର ବା ତୁମ ର୍ୟାଙ୍କ ଆହୁରି ବେଟର୍ ହେଇପାରିଥାନ୍ତା। ମେ ବି 100 ଭିତରେ ତୁମ ର୍ୟାଙ୍କ ଆସିଯାଇଥାନ୍ତା। ଯାହା ହଉ ତୁମେ ତ ଲେଟ୍ରେ ଜଏନ୍ କର କିନ୍ତୁ ଟ୍ରାଏ କର ଯେ କ'ଣ ଏଇ ଗ୍ରୁପ୍ଟାକୁ ଆହୁରି ସ୍ପ୍ରେଡ୍ କରିବା ପାଇଁ ଯାହାଫଳରେ କ'ଣ ହେଲା ତୁମ ଜୁନିୟର୍ସ ମାନେ ବା ତୁମ ଆଖପାଖ ଯେଉଁ ସବୁ କଲେଜ ଥିବ ବା ଅନ୍ୟ ସବୁ କଲେଜ ଡିପାର୍ଟମେଣ୍ଟ ଅନ୍ୟ ସବୁ କଲେଜ ଯେଉଁ ସବୁ ପଲିଟିକାଲ ଛୁଆମାନେ ଥିବେ ସେମାନଙ୍କୁ ସେୟାର କର। ଆଉ ଗାଇଜ୍ ଆପଣ ସମସ୍ତଙ୍କୁ ମୁଁ କହି ରଖୁଛି କ'ଣ ନା ପଲିଟିକାଲ ସାଇନ୍ସରେ ଗୋଟେ ଅଛି କ'ଣ ନା ପଲ୍ ସାଇନ୍ସ ସ୍ପିକିଂ ଏଣ୍ଟ୍ରାନ୍ସ ଗ୍ରୁପ୍ ମୁଁ ଖୋଲିଛି ଯାହାଫଳରେ କି କ'ଣ ହେବ ନା ତା ଦ୍ୱାରା ଆପଣମାନେ ଜଏନ୍ ହେଇକି ଆପଣମାନେ କ'ଣ କରିପାରିବେ ପିଜି ପାଇଁ ପ୍ରିପାରେସନ୍ ଠିକ୍ସେ କରିପାରିବେ। ଆପଣ ଫ୍ରି କ୍ଲାସେସ୍ ଫ୍ରି ସବୁ ମକ୍ ଟେଷ୍ଟ ଫ୍ରି କୁଇଜେସ୍ ତୁମର ଫ୍ରି ସବୁ କିଛି ଜିନିଷ ମେଟେରିଆଲ୍ ସବୁ ଜିନିଷ ଫ୍ରି ଦେଇ ଦିଆଯିବ। ଆପଣମାନେ ବାସ୍ କ'ଣ କରିବେ ପଢ଼ାପଢ଼ି କରିକି ସବୁ ଜିନିଷ ଭଲସେ ପ୍ରିପାରେସନ୍ କରିପାରିବେ। ଯେ ମୋତେ କୁହ ଯେ ତୁମେ ଯେଉଁ ଏତିକି ବାଟ ଯେ ଆସିଲ ଯେ ତୁମର କଲେଜରେ କେମିତି କ'ଣ ଥିଲା ସବୁ ସିଚୁଏସନ୍ ମାନେ କଲେଜରେ କେମିତି କ'ଣ ସାର୍ ମାନେ ପଢ଼ାପଢ଼ି କେମିତି ସବୁ କରୁଥିଲେ? ସାର୍ କଲେଜରେ ଆମର ଷ୍ଟାଫ୍ ମାନେ ଟିଚର ମାନେ ବହୁତ କୋଅପରେଟିଭ୍ ଥିଲେ ଆଉ ବହୁତ ହେଲ୍ପଫୁଲ୍ ବି ଥିଲେ। ପଢ଼ାପଢ଼ି ବହୁତ ଭଲ ଥିଲା ଆମର ସେସବୁ ଜିନିଷ ବହୁତ ହେଲ୍ପଫୁଲ୍ ଥିଲା କିଛିଟା ଫଣ୍ଡା କ୍ଲିୟର କରିବାରେ ଯୋଉଟା କି ପ୍ରକୃତରେ ବହୁତ ହେଲ୍ପଫୁଲ୍ ଥିଲା। କାରଣ ଯଦି ସେସବୁ ଜିନିଷ କ୍ଲିୟର ହେଇନଥାନ୍ତା ପ୍ରିପାରେସନ୍ ଟାଇମ୍ ଅଧିକା ଟାଇମ୍ ଟେକିଂ ହେଇଥାନ୍ତା ନା ସବୁ ଫଣ୍ଡା କ୍ଲିୟର କରି ତାକୁ ମେମୋରାଇଜ୍ କରିବାରେ ସେଇଟା ଠିକ୍ ଅଛି ଯାହା ହଉ ତୁମ ଟିଚର ମାନେ ବହୁତ ଭଲ ଥିଲେ ଆଉ ବାସ୍ ଟିକେ ପ୍ରିପାରେସନ୍ ଟିକେ କମି ରହିଗଲା ଯାହାଫଳରେ କିଛି ଜିନିଷ ହେଲା। ଯେ ମୋତେ କୁହ ଯେ ତୁମର କ'ଣ ଇଂଲିଶ ମିଡ଼ିୟମଟା ତୁମର ଥିଲା ପ୍ଲସ୍ ଥ୍ରୀରେ ନା ଓଡ଼ିଆ ମିଡ଼ିୟମ ଥିଲା? ସାର୍ ଇଂଲିଶ ମିଡ଼ିୟମ ଥିଲା। ଯେ ମୋତେ କୁହ ଯେ ଏ ଯେଉଁମାନେ ଦେଖୁଛନ୍ତି ଭିଡ଼ିଓ ଯେଉଁମାନେ ଏଇ 2025ରେ ଦେବେ ସିପିଆଇଟି ଏଣ୍ଟ୍ରାନ୍ସ ପଲିଟାନ୍ସରେ ତ ସେମାନଙ୍କୁ କ'ଣ କହିବ ଯେ ସେମାନେ ଇଂଲିଶ ମିଡ଼ିୟମ ରଖିବା ଦରକାର ଗ୍ରାଜୁଏସନ୍ ନା ସେମାନେ ଓଡ଼ିଆ ମିଡ଼ିୟମ ରଖିଲେ ସେମାନଙ୍କୁ ହେଲ୍ପଫୁଲ୍ ହେବ? ସାର୍ ଅବଭିୟସଲି ଇଂଲିଶ ମିଡ଼ିୟମ ରଖିଲେ ଭଲ କାରଣ ଯେହେତୁ ହାୟର ଷ୍ଟଡି ତମେ ଯେତେ କରିକା ଯିବ ମାନେ ସବୁ ଜାଗାରେ ଓଡ଼ିଆ ଫ୍ୟାସିଲିଟି ଭଲ ନୁହେଁ। ନର୍ମାଲି ବି ମାନେ ଟପ୍ ୟୁନିଭର୍ସିଟି ଓଡ଼ିଶାରେ କହିକି ରେଭେନ୍ସା ସେଠି ସବୁ ଇଂଲିଶ ମିଡ଼ିୟମରେ ହିଁ ତମେ ଆଗକୁ ଗଲେ ବି ତମକୁ ସେଇଟା ବହୁତ ହେଲ୍ପଫୁଲ୍ ହବ। ଓଡ଼ିଆଟା କେବଳ ଓଡ଼ିଶା ଭିତରେ ହିଁ ଆମକୁ କାମ ଦବ। ବାଇଚାନ୍ସ ଯଦି ତମକୁ କିଛି ମାନେ ଆଉଟ୍ ଅଫ୍ ଷ୍ଟେଟ୍ ଅପରଚୁନିଟି ମିଳିଲା ତ ସେଇଟା ତମକୁ ଗ୍ରାବ୍ କରିବାର ଅସୁବିଧା ହବ। ତ ମୋ ପ୍ରିଫରେନ୍ସ ଇଂଲିଶ ହିଁ ଫାଷ୍ଟ ରଖିଲି। ହଁ ଫାଷ୍ଟ ଟିକେ ଲାଗିବ ଷ୍ଟ୍ରଗଲ୍ ଟାଇପ୍ର ବଟ୍ ତମ ପାଇଁ
ହିଁ ଭଲ। ଭେରି ଗୁଡ୍ ଯେ ସତ କଥା ଯେ ଯେଉଁଟା ଜିନିଷଟା ଆମର ବିଦୁଲତା କହିଲେ ଯେ କ'ଣ ଷ୍ଟାର୍ଟିଂରେ ଇଂଲିଶ ଯେହେତୁ ଆମେ ଓଡ଼ିଆ ମିଡ଼ିୟମ୍ ଛୁଆ ଓଡ଼ିଆରୁ ଆମର ଆମର ଷ୍ଟାର୍ଟିଂ ମାତୃଭାଷା ହିଁ ହେଉଛି ଓଡ଼ିଆ ସେଥିପାଇଁ ଆମକୁ ଟିକେ ଡିଫିକଲ୍ଟ ହେବ ଯେ ଇଂଲିଶ ନେବା ପାଇଁ କିନ୍ତୁ ଦୁଇ ତିନି ମାସ ଭିତରେ ବା ଯଦି ଦେଖିବାକୁ ଗଲେ 1 ଇୟର୍ ଭିତରେ ଆରାମସେ କ'ଣ ହେବ ଜଣେ ଇଂଲିଶରେ ଫ୍ଲୁଏଣ୍ଟ ହେଇଯିବ ଆରାମସେ ଇଂଲିଶରେ ଭାବିପାରିବ ଲେଖିପାରିବ ଯାହା ଟିକେ କରିପାରିବ ଠିକ୍ସେ କିନ୍ତୁ ଇଂଲିଶ ମିଡ଼ିୟମ୍ ନେଲେ ବହୁତ ତୁମର ଫ୍ୟୁଚର ବହୁତ ବ୍ରାଇଟ୍ ହେବାର ଅଛି ଚାନ୍ସେସ୍ କାହିଁକିନା ସବୁକିଛି ହାୟର ଏଜୁକେସନ୍ ହେଉ ସବୁ ହାୟର ଷ୍ଟଡ଼ିଜ୍ ହେଉ ସବୁକିଛି କମ୍ପିଟେଟିଭ୍ ଏକ୍ଜାମ୍ ହେଉ ଯାହା ବି ସବୁକିଛି ହେଉ ସବୁକିଛି କ'ଣ ହେଉଛି ନା ଇଂଲିଶ ମିଡ଼ିୟମ୍ରେ ହିଁ ପଡ଼ୁଛି କୌଣସି ଓଡ଼ିଆରେ କ'ଣ ଅଛି ନା କୌଣସି ଚାନ୍ସେସ୍ ନାହିଁ ଯେ ପଢ଼ିବାର ଯେ ବହୁତ ଭଲ କଥା କହିଲ ଯେ ମୋତେ କୁହ ଯେ ଆମର ତୁମେ ଏତେ ପ୍ରିପାରେସନ୍ କରୁଥିଲ କେତେ ସମୟ କ'ଣ ପଢ଼ାପଢ଼ି କରୁଥିଲ ଯେ CPT ପାଇଁ? ଷ୍ଟାର୍ଟିଂରୁ ମାନେ ନର୍ମାଲି ସେ 6-7 ଘଣ୍ଟା ହିଁ ଥିଲା ଯେତେବେଳେ ମାନେ ପ୍ରିପାରେସନ୍ ଯେତେବେଳେ ସିରିୟସ୍ ହେଲା ସେତେବେଳକୁ ଟାଇମ୍ ଧୀରେ ଧୀରେ ବଢ଼ିଲା ସେଇ 10 ପାଖାପାଖି ଅଧିକ ମୁଁ କରିପାରିବି। ହଁ ଠିକ୍ ଅଛି ନା ଚଳିବ ସେ ଯାହା ହଉ ସେତିକି ଯେଉଁ ଯଥେଷ୍ଟ କାହିଁକି ନା ଯେ ଗୋଟେ ମ୍ୟାଟର୍ କରେ କ'ଣ ନା ଆମେ କେତେ ନିଜକୁ ନିଜ ଭିତରୁ ହିଁ କେତେ କାଢ଼ି ପାରୁଛନ୍ତି ସେ ସମୟ ଯେ ଆମେ ଯଦି ତାକୁ କଷ୍ଟ ଦେବା ଆମେ କ'ଣ ଶୋଇପାରୁଥିବାନି ନିଦ ମାଡ଼ୁଥିବ ତାପରେ ଆମେ ଲେଜି ଫିଲ୍ କରୁଥିବା ତାପରେ ଆମେ କହିବା ନା ପଢ଼ିବା ଏସବୁ ଜିନିଷ ହୁଏନି ଯେତେ ଫ୍ରି ମାଇଣ୍ଡରେ ପଢ଼ିବା ସେତେ କ'ଣ ହେବ ଆମ ମାଇଣ୍ଡଟା ସେତେ କ୍ୟାପଚର୍ କରେ ସବୁ ଜିନିଷକୁ ବହୁତ ଭଲ କଥା ଯେ ମୋତେ କହୁଛି ତୁମର ଯେଉଁ ସବୁ ଛୁଆମାନେ ଯେ ଅପକମିଂ ଯେଉଁ ଦେବେ 2025ରେ ଦେବେ CPT ଏଣ୍ଟ୍ରାନ୍ସ ତାଙ୍କ ପାଇଁ ତୁମର କ'ଣ ରହିବ ଆଡ଼ଭାଇସ୍ ଯେ ସେମାନେ କିପରି ଭାବେ ପ୍ରିପାରେସନ୍ କଲେ ଯେ ସେମାନେ କ'ଣ କରିବେ ନା ଭଲ ସ୍କୋର କରିପାରିବେ ବା ଭଲ ର୍ୟାଙ୍କ ରଖିପାରିବେ? ସାର୍ ଏତିକି କହିବି ଯେ ମାନେ 6th ସେମିଷ୍ଟର ପରଠୁ ତମେ ପାସ୍ ଆଉଟ୍ ହେଇଗଲା ପରେ ବହୁତ କମ୍ ଟାଇମ୍ ମିଳିବ କାରଣ ଏତେ ସାରା ଭାଷ୍ଟ କୋର୍ସ ଅଛି 3 ବର୍ଷର କୋର୍ସ ତା ସହିତ ଇଲେକ୍ଟିଭକୁ ବି କଭର କରିବାର ଥାଏ ସେଥିପାଇଁ ଟିକେ ଟାଇମ୍ଟା ବହୁତ କମ୍ ଲାଗେ ତ 6th ସେମିଷ୍ଟର ପରଠୁ ହିଁ ପଢ଼ିବା ଷ୍ଟାର୍ଟ କରିକି ଆଉ ଯଦି ପ୍ରକୃତରେ ଭଲ ସ୍କୋର କରିବାକୁ ଚାହୁଁଛନ୍ତି ମୁଁ ସାର୍ ଯେମିତିକି CUT ଟା ଦେଇଥିଲି ଯୋଉଟା ମୋତେ ଟିକେ ହେଲ୍ପଫୁଲ୍ ହେଇଥିଲା CUT ଟିକେ ଟଫ୍ କ୍ୱେଶ୍ଚିନ୍ ପକାଏ ଯେହେତୁ ସେଥିରେ ମାଇନସ୍ ମାର୍କିଂ ବି ଅଛି ସେଇଟା ଟିକେ ମାଇଣ୍ଡରେ ରଖି କଲା ବେଳକୁ ସେଇଟା ଟିକେ ଅଧିକା ମାନେ ସୁବିଧା ହୁଏ ସେଇଟା ଆଟେମ୍ପ୍ଟ କଲେ ବେଟର ହବ ପିଲାଙ୍କ ପାଇଁ ଯେହେତୁ ଓଡ଼ିଶା ବାଲା CPT ଟା ଯେହେତୁ ତାର ଟିକେ କମ୍ ଲେଭେଲର କ୍ୱେଶ୍ଚିନ୍ ପକାଏ ସେଇଟା ହେଲ୍ପଫୁଲ୍ ହବ ଆଉ ପ୍ରିପାରେସନ୍ ଷ୍ଟାର୍ଟିଂରୁ ହିଁ ତମେ କର ଟିକେ ଟିକେ ପଢ଼ ବଟ୍ କନସିଷ୍ଟେଣ୍ଟଲି ପଢ଼ିଲେ ତମକୁ ହେଲ୍ପଫୁଲ୍ ରହିବ ସେଇଟା। ଭେରି ଗୁଡ୍ କଥା ଯେ କନସିଷ୍ଟେନ୍ସି ଆଉ ତୁମ 6th ସେମିଷ୍ଟରରୁ ପଢ଼ା ଏ ଦୁଇଟା ବହୁତ ଜିନିଷ ଯେ ବର୍ତ୍ତମାନ ସମୟରୁ ଷ୍ଟାର୍ଟ କରିଦିଅ ଯେ ଯେଉଁମାନେ 3rd ଇୟର୍ରେ ଅଲରେଡ଼ି ହେଇସାରିଲଣି 5th ସେମିଷ୍ଟର ଅଲରେଡ଼ି ମାନେ ପଢ଼ିଲଣି ସେମାନେ ଏବେଠୁ ଷ୍ଟାର୍ଟ କରିଦିଅ ଆଉ ତାର ସେଇ ଯେଉଁ ଜିନିଷଟା ଆଉ ଟିକେ କ'ଣ ହେବ ନା ଆଉ ଟିକେ ତାକୁ ବୁଷ୍ଟ କରିବ କେତେବେଳେ ନା ଆଫ୍ଟର 6th ସେମିଷ୍ଟର ପରେ କ'ଣ ହେବ ହେଲେ କ'ଣ ହେବ ଆରାମସେ ତୁମମାନେ ବହୁତ ଭଲ ସ୍କୋର କରିପାରିବ ଅବଭିୟସଲି ଫ୍ୟୁଚରରେ ତୁମ CPT 2025ରେ ଆରାମସେ ତୁମେ ସମସ୍ତେ କ'ଣ କର ନା CUT ପ୍ରିପେୟାର କର CUT ଏକ୍ଜାମ୍ ଦିଅ କାରଣ ଗୋଟେ ବେଟର ଆମେ ଯଦି ଅଧିକରୁ ଅଧିକ କଷ୍ଟ କରିବା କ'ଣ ହେବ ତା ପାଇଁ ଯେଉଁ ଜିନିଷଟା ଦରକାର ଆମେ କ'ଣ କରିବା ତାକୁ ପୋଟ୍ ଦେବା ନା ତାକୁ ଦେବା ନା ସେ ଜିନିଷଟାକୁ କିନ୍ତୁ ହେଲେ କ'ଣ ହେବ ଧର CUT ପାଇଁ ପ୍ରିପେୟାର ହେବା ପାଇଁ ଆମେ ଯଦି CUT ପାଇଁ ପ୍ରିପେୟାର ହେଲେ ତାହେଲେ CUT ଯଦି ନ ହେଲା ମେ ବି କିନ୍ତୁ CPT ହେଇଯିବ କାହିଁକି କାରଣ ତାଠୁ କମ୍ ଲେଭେଲର ଟିକେ ଏଇ ଜିନିଷ ଯେ ଯେଉଁଟାକି ଗୋଟେ ବଢ଼ିଆ କଥା ଯେ ଯେଉଁଟା ହେଲା ମୋର ମନେ ପଡ଼ୁଛି ଆମର APJ ଅବଦୁଲ କାଲାମ କହିଥିଲେ ଯେ କ'ଣ ଯେ କ'ଣ ନା ଆମର ସ୍ୱପ୍ନ ସେଇଟାକୁ ଦେଖ ଯେଉଁଟା ହେଲା କ'ଣ ରାତିରେ ଶୋଇବାକୁ ଦିଏ ନାହିଁ ଯେ ସେଇଭଳିଆ ଟାଇପ୍ର ସ୍ୱପ୍ନ ରହିବା ଦରକାର ଆଉ କଷ୍ଟ ସେଇଭଳିଆ ଭାବରେ କର ଯେପରି ଭାବରେ କ'ଣ ହେଉଛି ନା ତୁମେ ଅଧିକ ଆଶା ଯେଉଁଟା କରୁଥିବ ସେଇଟା ମେ ବି ନ ମିଳିପାରେ କିନ୍ତୁ ତା ତଳ ଜିନିଷଟା ମିଳିଯିବ କାହିଁକି କାରଣ ତୁମ ପରିଶ୍ରମ ସେଇଭଳିଆ ଟାଇପ୍ର କରିଥିବ ଯେ ବହୁତ ଭଲ ଯେ ଯାହା ହଉ କଥା ହେଇକି ବହୁତ ଭଲ ଲାଗିଲା ତୁମ ସହିତ ବିଦୁଲତା ଆଉ ତୁମର ଯାହା ବି କିଛି ସେୟାର କଲ ମୁଁ ଆଶା କରୁଛି ଯେ କ'ଣ ତୁମର ଜୁନିୟର୍ସ ମାନେ ଯେଉଁମାନେ 2025ରେ କ'ଣ କରିବେ CPT ଏଣ୍ଟ୍ରାନ୍ସ ଦେବେ ବା ଅନ୍ୟ ଭିଉଅର୍ସ ମାନଙ୍କୁ ସେମାନେ ଯାହା କିଛି କ'ଣ ହେବ କିଛି ମିଳିଥିବ ଯେ କିଛି ତାଙ୍କୁ ଆଡ଼ଭାଇସ୍ ମିଳିଥିବ ଫର୍ ୟର୍ ଫ୍ୟୁଚର୍ ପାଇଁ ଅଲ୍ ଦ ବେଷ୍ଟ ଯେ ମେନି କଂଗ୍ରାଚୁଲେସନ୍ସ ଏଗେନ୍ ଯାହା ହଉ ଆରାମସେ ବହୁତ ଭଲସେ ପଢ଼ ଆଉ ବହୁତ ଆଗକୁ ଯାଅ ଧନ୍ୟବାଦ।